ଆପଣଙ୍କୁ 2002 ର ଭୋଟର ତାଲିକା ଆବଶ୍ୟକ କି? ଯେଉଁଥିରେ ଆପଣଙ୍କ ନିଜର ହେଉ କିମ୍ବା ପିତାମାତାଙ୍କର କ୍ରମିକ ନମ୍ବର, ଘର ନମ୍ବର, ବୁଥର ନାମ ଏବେ ସବୁଆଡେ ଆବଶ୍ୟକ ପଡୁଅଛି। କାରଣ ଓଡ଼ିଶାରେ ଏବେ ସୁଦ୍ଧା ଏସ୍ଆଇଆର୍ ଆରମ୍ଭ ହୋଇନାହିଁ। ଅଲଗା ଷ୍ଟେଟରେ ଏସ୍ଆଇଆର୍ ଆରମ୍ଭ ହୋଇସାରିଲାଣି। କିନ୍ତୁ ତା ପୂର୍ବରୁ ଗୋଟେ ପ୍ରୋଗ୍ରାମ କରାଯାଉଛି ଯେ ଯୋଉମାନେ ନୂତନ ଭାବେ ବିବାହିତ କରିଛନ୍ତି କିମ୍ବା ନିଜ ଘର ଛାଡି ଅଲଗା ଜାଗାରେ ଅଛନ୍ତି, ଯେଉଁମାନଙ୍କର ଭୋଟର ସର୍ଭେ ହୋଇନାହିଁ, ସେମାନଙ୍କୁ ଦେଖାଯାଉଛି ଯେ ଏମାନେ କୋଉଠୁ ଆସିଛନ୍ତି। ଯୋଉମାନେ ନୂଆ ବାହା ହେଇଛନ୍ତି ସେମାନଙ୍କୁ ମାନେ ଦେଖୁଛନ୍ତି ତାଙ୍କର ପିତାମାତାଙ୍କ କ୍ରମିକ ନମ୍ବର କେତେ, ପ୍ରକୃତରେ ଓଡ଼ିଶାର ଝିଅ କି ଓଡ଼ିଶାର ବୋହୂ କି ଅଲଗା ଜାଗାରୁ ଆସିକି ଏଠି ରହୁଛି କି ନାହିଁ, ସେଥିପାଇଁକା ଗୋଟେ ପ୍ରୋଗ୍ରାମ ଚାଲୁଅଛି। ଏସ୍ଆଇଆର୍ ନୁହେଁ, ଆପଣମାନେ ଦେଖୁଥିବେ ନିଜର ଗାଁରେ ବିଏଲ୍ଓ ମାନେ ବୁଥ ଲେବୁଲ ଅଫିସର ମାନେ ଯୋଉ ପ୍ରତ୍ୟେକ ଗାଁରେ ସ୍କୁଲ ଟିଚର ମାନଙ୍କୁ ସବୁ ନିଯୁକ୍ତ କରାଯାଇଛି, ସେମାନଙ୍କୁ ଆପଣ ସହଯୋଗ କରନ୍ତୁ ଏବଂ ସେମାନେ ଯୋଉ ଚିରୁକୁଟି ଦେଇଛନ୍ତି ଆପଣଙ୍କର ସେଠାରେ କ୍ରମିକ ନମ୍ବର ପିତାମାତାଙ୍କର ମାଗିଛି 2002 ର, ଆପଣ ମାନେ ନିଜର ମାନେ ବାପ ଘରକୁ ଯାଉଛନ୍ତି, କୋଉମାନେ ଗାଁକୁ ଖବର ଦଉଛନ୍ତି ଯେ ଆମକୁ 2002 ର କ୍ରମିକ ନମ୍ବର ଏବଂ ଘର ନମ୍ବର ସବୁ ଆବଶ୍ୟକ, ବୁଥ ନମ୍ବର ସବୁ ଆବଶ୍ୟକ। ଆପଣ ମାନେ ନିଜର ଟାଇମ ୱେଷ୍ଟ କରନ୍ତୁ ନାହିଁ, ଆପଣଙ୍କର ପିତାମାତାଙ୍କ ଘରକୁ ଯାଆନ୍ତୁ ନାହିଁ କିମ୍ବା ଆପଣଙ୍କୁ ଗାଁରେ ଫୋନ କରି କାହାଠୁ ମାଗନ୍ତୁ ନାହିଁ। ଆପଣ ନିଜ ମୋବାଇଲରେ ନିଜର 2002 ର ଯୋଉ ଏନରୋଲ ହେଇଥିଲା ଆପଣଙ୍କର ନାମ ଏବଂ କେଉଁ ବୁଥରେ ଦେଇଥିଲେ କ୍ରମିକ ନମ୍ବର ସବୁ କିଛି ନିଜ ମୋବାଇଲ ନିଜ ହାତରେ ପାହାନ୍ତରେ ପାଇପାରିବେ। ଆପଣ କାହାକୁ ପଚାରିବା ଆବଶ୍ୟକ ନାହିଁ। ଏସ୍ଆଇଆର୍ ଲାଷ୍ଟ ଟାଇମ ଓଡ଼ିଶାରେ 2002 ରେ ହୋଇଥିଲା। ଏସ୍ଆଇଆର୍ ଆରମ୍ଭ ହବା ପୂର୍ବରୁ ଓଡ଼ିଶାରେ, ତା ପୂର୍ବରୁ ଏସବୁ ଜିନିଷ କ୍ଲିୟର କରୁଛନ୍ତି ସରକାର। କାରଣ ଏସ୍ଆଇଆର୍ ଯେମିତି ମାନେ କିଏ ବଳି ନ ପଡନ୍ତି କିମ୍ବା ଯୋଉମାନେ ବଳି ପଡୁଛନ୍ତି ମାନେ ଯୋଉ ଲୋକ ଆମ ଓଡ଼ିଶାର ନୁହଁ ସେମାନେ କେମିତି ଧରା ପଡନ୍ତୁ, ସେଥିପାଇଁକା ଏସ୍ଆଇଆର୍ ଚାଲିବ। ତେଣୁକରି ଆପଣ ମାନେ ଆପଣ ନିଜର କ୍ରମିକ ନମ୍ବର ନିଜ ବିଏଲ୍ଓ କୁ ଦାଖଲ କରିଦିଅନ୍ତୁ। ସେ ଯାହା ବି ହଉ ଆପଣଙ୍କର 2002 ର କ୍ରମିକ ନମ୍ବର ଏବଂ ଆପଣଙ୍କର ସିରିଏଲ ନମ୍ବର ଆପଣଙ୍କର ଆବଶ୍ୟକ ପଡୁଛି। ଆପଣ ବିଏଲ୍ଓ କୁ ଦିଅନ୍ତୁ କିମ୍ବା କୌଣସି ଜାଗାରେ ଆପଣ ପରିଚୟ ପତ୍ର ହିସାବରେ ଦବା ପାଇଁକା ଆପଣ ଓଡ଼ିଶାର ବାସୀ ବୋଲି ଆପଣ ଦେଖେଇବାକୁ ଚାହାନ୍ତି, ସେ ଯାହା ବି ହଉ ଆପଣଙ୍କ 2002 ର ଭୋଟର ତାଲିକା ଏବଂ ସେଥିରେ ଥିବା କ୍ରମିକ ନମ୍ବର ଠାରୁ, ଘର ନମ୍ବର ଠାରୁ, ବୁଥ ନମ୍ବର ଠାରୁ, ନିର୍ବାଚନ ନମ୍ବର ଠାରୁ ଲଗେଇ ସବୁ କିଛି ଆବଶ୍ୟକ ପଡୁଛି। ଆମେ ଆସନ୍ତୁ ନିଜ ମୋବାଇଲରେ ଏବେ ଷ୍ଟାର୍ଟ କରିବା କିପରି 2002 ର ଭୋଟର ତାଲିକା ବାହାର କରିବା। 2002 ର ଭୋଟର ତାଲିକା ମାନେ ପାଇବା ପାଇଁକା ଆପଣଙ୍କୁ ପ୍ରଥମେ ମୋବାଇଲର କ୍ରୋମ ବ୍ରାଉଜର ଓପନ କରିବା ପାଇଁ ପଡିବ ଏବଂ ସେଠାରେ ଆପଣ ସର୍ଚ୍ଚ କରନ୍ତୁ ସିଇଓ ଓଡ଼ିଶା। ସେଠାରେ ଆପଣ ସର୍ଚ୍ଚ କରନ୍ତୁ ସିଇଓ ଓଡ଼ିଶା। ତାପରେ ଦେଖନ୍ତୁ ପ୍ରଥମେ ଆସୁଥିବା ଲିଙ୍କରେ କ୍ଲିକ୍ କରନ୍ତୁ। ତାପରେ ଦେଖନ୍ତୁ ଯୋଉ 3 ଡଟ୍ ବା 3 ଲାଇନ ଦେଇଛି ସେଠାରେ ଆପଣ କ୍ଲିକ୍ କରନ୍ତୁ। ଇଲେକ୍ଟୋରାଲ ରୋଲ ଉପରେ ଆପଣ କ୍ଲିକ୍ କରନ୍ତୁ ଏବଂ ଭ୍ୟୁ ଇଲେକ୍ଟୋରାଲ ରୋଲ 2002 ଆପଣଙ୍କୁ ଦେଖାଯାଉଥିବ, ଦେଖନ୍ତୁ ତା ଉପରେ କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ଦେଖନ୍ତୁ ଏଠାରେ ଆସୁଛି ମାନେ କୋଉ ଡିଷ୍ଟ୍ରିକ୍ଟ, ସେତେବେଳେ ଆପଣ 2002 ରେ କୋଉ ଡିଷ୍ଟ୍ରିକ୍ଟରେ ଭୋଟ ଦେଇଥିଲେ ଆପଣ ନିଜର ଡିଷ୍ଟ୍ରିକ୍ଟ ସିଲେକ୍ଟ କରନ୍ତୁ ଏବଂ ସିଲେକ୍ଟ ଏସି ଆପଣଙ୍କ ନିର୍ବାଚନ ମଣ୍ଡଳୀଟା ଏପଟେ ଏଠି ସିଲେକ୍ଟ କରନ୍ତୁ, କୋଉ ନିର୍ବାଚନ ମଣ୍ଡଳୀ ଅଧୀନରେ ଆପଣ ଭୋଟ ଦେଇଥିଲେ ଏବଂ ବୁଥ କୋଉ ବୁଥରେ ଆପଣ ଭୋଟ ଦେଇଥିଲେ ସେ ବୁଥଟି ଆପଣ ନିଜର ସିଲେକ୍ଟ କରିଦିଅନ୍ତୁ। ତାପରେ ଦେଖନ୍ତୁ ଏଠାରେ ଗୋଟେ ମାନେ କ୍ୟାପଚା ଗୋଟେ ଶୋ କରୁଛି, ଆପଣ ସେ ଯେମିତି କ୍ୟାପିଟାଲ ଅକ୍ଷର ଏବଂ ସ୍ମଲ ଅକ୍ଷର ଲେଖିଛି ଆପଣ ସେଇ ହିସାବରେ ମାରନ୍ତୁ। କ୍ୟାପଚା ଭୁଲ ମାଇଲେ ହବ ନାହିଁ, କ୍ୟାପଚା ଠିକ କରି ଦେଖିକି ମାରନ୍ତୁ ଏବଂ ମାରିଲା ପରେ ଦେଖନ୍ତୁ କ୍ୟାପଚା ଆମର ଠିକ ହୋଇଯାଇଛି ଏବଂ କ୍ଲିକ୍ ହିୟର ଟୁ ଭ୍ୟୁ ଆପଣ ତା ଉପରେ କ୍ଲିକ୍ କରନ୍ତୁ। ଦେଖନ୍ତୁ ଏଠାରେ ସବୁ କିଛି ବାହାରି ପଇଲା, ମାନେ ଆପଣଙ୍କର କ୍ରମିକ ନମ୍ବର, ଅନୁଭାଗ ନମ୍ବର, ଘର ନମ୍ବର, ନିର୍ବାଚକଙ୍କ ନାମ, ସମ୍ପର୍କୀୟ ନାମ, ଲିଙ୍ଗ, ବୟସ, ପରିଚୟ ପତ୍ର ନମ୍ବର। ଆପଣ ଦେଖନ୍ତୁ ଉପରେ ଲେଖା ହେଇଛି କୋଉ ନିର୍ବାଚନ ମଣ୍ଡଳୀ ଏବଂ ମତଦାନ କେନ୍ଦ୍ର, ଏଠାରେ ସବୁ କିଛି ଆପଣ ପାଇପାରିବେ। ତଳକୁ ସ୍କ୍ରଲ କଲେ ଆପଣଙ୍କ ଯେତେ ସେ ବୁଥ ଅଣ୍ଡରରେ ସବୁ ଦେଇଥିଲେ ଭୋଟ ସମସ୍ତଙ୍କର ଏଠାରେ ନାମ ଆସିବ ଏବଂ ଯାହା ଯାହା ସବୁ ଘର ନମ୍ବର, ନିର୍ବାଚନ ମଣ୍ଡଳୀ, କ୍ରମିକ ନମ୍ବର ସବୁ କିଛି ଆପଣ ଏଠି ଦେଖିବା ପାଇଁ ପାଇବେ। ଯଦି ଆପଣଙ୍କର କିଛି ମାନେ ଡାଉଟ ଥାଏ ତାହେଲେ ଆପଣ କମେଣ୍ଟ କରନ୍ତୁ, ତାର ଆନ୍ସର ଆପଣଙ୍କୁ ଖୁବ ଶୀଘ୍ର ଜଣାଇ ଦିଆଯିବ। 2002 ର ଯୋଉ ଲିଷ୍ଟ ଆପଣଙ୍କର ଆବଶ୍ୟକ କ୍ରମିକ ନମ୍ବର ଭଲ ମନ୍ଦ ସବୁ ଏଇ ଗୋଟେ ମିନିଟକେ ଗୋଟେ ଚୁଟକିରେ ବାହାରି ପାରୁଛି। ଆପଣ ମାନେ ଜମା ବ୍ୟସ୍ତ ହୁଅନ୍ତୁ ନାହିଁ, ଏଇଠୁ ବାହାର କରନ୍ତୁ, ଯାହାର ଦରକାର ଆପଣ ମାନେ ବି ସାହାଯ୍ୟ କରନ୍ତୁ। ଆପଣ କୋଉଠିକି ଯିବା ଆବଶ୍ୟକ ନାହିଁ, ଏବେ ଗଭର୍ଣ୍ଣମେଣ୍ଟ ରୁଲ କରିସାରିଛି, ଅନଲାଇନରେ ସବୁ କିଛି ଆପଣ ନିଜ ମୋବାଇଲରେ ନିଜେ ଘରେ ବସିକି ପାଇପାରିବେ। ଭିଡ଼ିଓଟି ଭଲ ଲାଗିଥିଲେ ଚ୍ୟାନେଲଟିକୁ କେବେ ସବସ୍କ୍ରାଇବ କରନ୍ତୁ ଏବଂ ସମସ୍ତଙ୍କୁ ଅଧିକରୁ ଅଧିକ ସେୟାର କରନ୍ତୁ, କାରଣ 2002 ର ଭୋଟର ଲିଷ୍ଟ ସମସ୍ତଙ୍କର ଆବଶ୍ୟକ ପଡିବ। ନମସ୍କାର, ଦେଖା ହେବା ନୂଆ ଏକ ଭିଡ଼ିଓରେ।